मेघमाଳରେ शीघ्र आसुथिबा आम्भମାନଙ୍କ प्रभु यीशु ख्रीष्टଙ୍କର ଅତି ପବିତ୍ର ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ସ୍ୱାଗତ କରେ। ପ୍ରଭୁଙ୍କର ଗୌରବ ହଉ। ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ତାହାଙ୍କ ବାକ୍ୟ ଜରିଆରେ ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ କଥା ହେଉଅଛନ୍ତି। ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାକ୍ୟରୁ ଆଜି ମଧ୍ୟ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ପ୍ରଭୁଙ୍କ ବାକ୍ୟରୁ ଯେଉଁ ପ୍ରସଙ୍ଗରେ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ମଣ୍ଡଳୀର ସବୁଠାରୁ ଧନୀ ବିଶ୍ୱାସୀ କିଏ। ଆଜିର ପ୍ରସଙ୍ଗ ହେଲା ମଣ୍ଡଳୀର ସବୁଠାରୁ ଧନୀ ବିଶ୍ୱାସୀ କିଏ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ପ୍ରସଙ୍ଗଟି ଶୁଣିଲା ପରେ ନିଶ୍ଚିତ ଭାବରେ ଆମେ ଏହା କହୁ ଯେ ମଣ୍ଡଳୀର ଧନୀ ବ୍ୟକ୍ତି ସିଏ ଅଟନ୍ତି ଯାହାର ମାସକୁ ଲକ୍ଷରୁ ଅଧିକ ଟଙ୍କା ଇନକମ୍, ଯାହାର ଗଭର୍ଣ୍ଣମେଣ୍ଟ ଚାକିରି ଅଛି, ଯାହାର ଗାଡ଼ି ଘୋଡ଼ା ଅଛି, ଯାହାର ଘର, ଯାହାର ମାସିକ ଇନକମ୍ ଭଲ ଅଛି, ସେହି ବ୍ୟକ୍ତି ଧନୀ ବ୍ୟକ୍ତି ଅଟନ୍ତି। ଏହା ଆମେ କହିଥାଉ। ପ୍ରିୟମାନେ, ନିଶ୍ଚିତ ଭାବରେ ସେମାନେ ଧନୀ ଅଟନ୍ତି। ତାଙ୍କ ପାଖରେ ବହୁତ ସମ୍ପତ୍ତି ଅଛି, ଟଙ୍କା ଅଛି, ଆଉ ଆମେ ସେମାନଙ୍କୁ ହିଁ ଧନୀ ବ୍ୟକ୍ତି ବୋଲି କହୁ। ମାତ୍ର ଏହି ପ୍ରସଙ୍ଗରେ, ଏହି ବିଷୟରେ ପରମେଶ୍ୱର ତାଙ୍କ ବାକ୍ୟରେ ଆମ୍ଭମାନଙ୍କୁ କଣ କହନ୍ତି, ଆଜି ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରିୟମାନେ, ପରମେଶ୍ୱର ସବୁ ବିଷୟ ତାଙ୍କ ବାକ୍ୟରେ ସେମାନଙ୍କୁ ଲେଖି ଦେଇଛନ୍ତି। ଆମେ ତାହାକୁ ବୁଝିବା ପାଇଁ, ଜାଣିବା ପାଇଁ ଆମେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ତାହାଙ୍କର ସାହାଯ୍ୟକୁ ଆମେ ମାଗିବା ଆବଶ୍ୟକ ରହିଛି। ଆସନ୍ତୁ ସିଧାସଳଖ ଆମେ ବାକ୍ୟରୁ ଗୋଟେ ପଦ ପଢି ଆମେ ଆଜିର ଏହି ପ୍ରସଙ୍ଗରେ ଆଗକୁ ବଢିବା। ମୋ ସହିତ ଆପଣମାନେ ଲୁକ ଲିଖିତ ସୁସମାଚାର 12 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 12 ଅଧ୍ୟାୟ ତାର 21 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ପ୍ରକାର କହନ୍ତି ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏପରି ଘଟେ। ଏହି କଥା ପ୍ରଭୁ ଯୀଶୁ ଖ୍ରୀଷ୍ଟ କେତେବେଳେ ସେ କହୁଛନ୍ତି, ମୂର୍ଖ ଧନୀର ଦୃଷ୍ଟାନ୍ତ କହିଲା ପରେ ଶେଷରେ ସେ ଏହି କଥା କହୁଛନ୍ତି। କଣ ବୋଲି ସେ କହୁଛନ୍ତି? ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ। ଯେ ନିଜ ପାଇଁ ଟଙ୍କା ସଞ୍ଚୟ କରନ୍ତି, ନିଜ ପାଇଁ ସେମାନେ ଟଙ୍କାକୁ ଉପାର୍ଜନ କରନ୍ତି, ନିଜ ପରିବାର ପାଇଁ, ନିଜ ପୁଅ ଝିଅ ପାଇଁ, କେବଳ ନିଜ ପେଟ ପାଇଁ, ଘର ପାଇଁ, ପରିବାର ପାଇଁ ହିଁ ସେମାନେ ଟଙ୍କା ଉପାର୍ଜନ କରନ୍ତି, ସେମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ଧନୀ ନୁହନ୍ତି। ସେମାନେ ମଣ୍ଡଳୀ ଦୃଷ୍ଟିରେ ଧନୀ ନୁହନ୍ତି। ଏହା ପରମେଶ୍ୱର ତାଙ୍କ ବାକ୍ୟରେ କହନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୂର୍ଖ ଧନୀର ଏହି ଦୃଷ୍ଟାନ୍ତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ଜଣେ ଧନୀ ଲୋକର କ୍ଷେତ୍ରରେ ବହୁତ ଫସଲ ହେଲା। ଫସଲ ହେଲା ପରେ ସେହି ଧନୀ ଲୋକ ଜଣକ ମନେ ମନେ କହୁଛି ଯେ ମୋର ଏତେ ଫସଲ ହେଲା, ମୁଁ ଏବେ କଣ କରିବି? ମୋର ଅମାର ଗୁଡ଼ିକକୁ ଭାଙ୍ଗି ମୁଁ ବଡ଼ କରିବି। ଆହୁରି ସେଇ ସ୍ଥାନରେ ସବୁ ଟଙ୍କାକୁ ମୁଁ କଣ କରିବି? ସଞ୍ଚୟ କରି ରଖିବି। ଆଉ ମୁଁ ଖାଇବି, ପିଇବି, ମୋର ପ୍ରାଣକୁ କହିବି, ରେ ପ୍ରାଣ ତୁ ଆମୋଦ କର, ଭୋଜନ କର, ଆରାମରେ ଖା, ଆରାମରେ ରହ ବୋଲି କହିବି। ଏହି ପ୍ରକାର କହିଲା ବେଳେ ପ୍ରଭୁ କହୁଛନ୍ତି, ରେ ମୂର୍ଖ, ତୋର ଜୀବନ ଯଦି ଆଜି ରାତ୍ରିରେ ନିଆଯିବ, ତୋର ସମ୍ପତ୍ତି କାହାର ହେବ? ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ କେବଳ ନିଜ ପାଇଁ ଟଙ୍କା ଉପାର୍ଜନ କରୁଛନ୍ତି, ପ୍ରଭୁଙ୍କର ସେବା କାର୍ଯ୍ୟ ପାଇଁ, ତାହାଙ୍କ ରାଜ୍ୟ ପାଇଁ ଯେଉଁ ଟଙ୍କା ଉପଯୋଗ ହେଉନାହିଁ, ସେହି ବ୍ୟକ୍ତି ପଞ୍ଚାୟତରେ, ଜିଲ୍ଲାରେ, ଦେଶରେ, ଦୁନିଆର ଧନୀ ବ୍ୟକ୍ତି ସେ ହେଇପାରନ୍ତି, କିନ୍ତୁ ମଣ୍ଡଳୀର ଧନୀ ବ୍ୟକ୍ତି ସେ ନୁହନ୍ତି। ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧନୀ ବ୍ୟକ୍ତି ନୁହନ୍ତି। ପ୍ରିୟମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ପରମେଶ୍ୱର ଯେଉଁ ସବୁ ଟଙ୍କା, ପଇସା, ଧନ ସମ୍ପତ୍ତି ଆମକୁ ଦେଇଛନ୍ତି, ଆମେ ସେଇ ସବୁ ଧନ ସମ୍ପତ୍ତିକୁ ପରମେଶ୍ୱରଙ୍କ ବିଷୟରେ ମଧ୍ୟ ଆମେ ବ୍ୟବହାର କରିବା ଆବଶ୍ୟକ ରହିଛି। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ପଢିବେ। ମାର୍କ ଲିଖିତ ସୁସମାଚାର 12 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ଏହି ପ୍ରକାର କହୁଛନ୍ତି। 41 ପଦ, ମାର୍କ ଲିଖିତ ସୁସମାଚାର 12 ଅଧ୍ୟାୟ 41 ପଦରେ, ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକ ସମୂହ କିପରି ସେଥିରେ ପଇସା ପକାଉଅଛନ୍ତି ତାହା ଦେଖୁଥିଲେ। କିଏ କେତେ ପକାଉଛନ୍ତି ଯୀଶୁ ଖ୍ରୀଷ୍ଟ ତାହା ସେ ଦେଖୁନାହାନ୍ତି। ସେ କଣ ଦେଖୁଛନ୍ତି? କିପରି ଟଙ୍କାକୁ ସେମାନେ ଦାନ ଦେଉଛନ୍ତି,
ସେଇଟାକୁ ସେ ଦେଖୁଛନ୍ତି। ତାହା ଦେଖୁଥିଲେ ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକାଇଲେ। ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର 2ଟି କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। 43 ପଦ, ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇ ଅଛି। ପ୍ରଭୁଙ୍କର ଗୌରବ ହଉ। ସେ ଧନୀ ଲୋକମାନଙ୍କର ଦାନକୁ ଦେଖି ସେ ପ୍ରଶଂସା କରୁନାହାନ୍ତି। ସେ ବିଧବାର ସେ 2ଟି ଟଙ୍କା 2ଟି ମୁଦ୍ରା ପାଇଁ ସେ କଣ କରୁଛନ୍ତି? ବିଧବାର ପ୍ରଶଂସା କରୁଛନ୍ତି। ବିଧବାର ସେ କଣ କରୁଛନ୍ତି? ଗୁଣକୁ ସେ ଗାଉଛନ୍ତି। ପ୍ରିୟମାନେ, ଆମେ କହିପାରିବା ଏହି ସ୍ଥାନରେ ଯେ ଏହି 2ଟି ଦଳ ମଧ୍ୟରେ ଦରିଦ୍ର ବିଧବାକୁ ପ୍ରଭୁ କାହିଁକି ପ୍ରଶଂସା କରୁଛନ୍ତି? ପ୍ରଭୁଙ୍କ ଦୃଷ୍ଟିରେ ଏହି ବିଧବା ଧନୀ, ଏହି ବିଧବା ପ୍ରଭୁଙ୍କ ଦୃଷ୍ଟିରେ ଗ୍ରହଣ ଯୋଗ୍ୟ। ମାତ୍ର ଏହି ଲୋକମାନେ ଯୋଉ ଅଧିକ ଟଙ୍କା ଦଉଛନ୍ତି, ସେମାନଙ୍କ ପାଖରେ ଦେବାର ଇଚ୍ଛା ବୋଲି ସେମାନେ ଦେଉନାହାନ୍ତି। ଏଇଟା ନିଜକୁ ବଳି କଲା ପରେ ନିଜକୁ ସମର୍ପଣ ସହିତ ସେମାନେ ଦେଉନାହାନ୍ତି। ବଳକା ପଇସା ଗୁଡ଼ିକ ସେମାନେ ଆଣି ପକାଉଛନ୍ତି। ଯାହା ଖର୍ଚ୍ଚ କରିବେ, ଧନୀ ଲୋକମାନେ ଯଥେଷ୍ଟ ସେମାନଙ୍କ ପାଖରେ ଖାଇବାକୁ ପିନ୍ଧିବାକୁ ସବୁ ଥିବ। ବଜାର ନାଟ ସବୁ ବୁଲିଲା ପରେ ଯାହା ପଇସା ଟିକେ ବଳିଥିବ ସେଇଟାକୁ ଆଣିକିନା ଦେବେ। ଏଇ ପ୍ରକାର ଦାନ ଗୁଡ଼ିକ, ଏଇ ପ୍ରକାର ସମ୍ପତ୍ତି ଗୁଡ଼ିକ ପ୍ରଭୁଙ୍କ ଦୃଷ୍ଟିରେ ଘୃଣା ଯୋଗ୍ୟ ଅଟେ। ମାତ୍ର ଏହି ବିଧବାକୁ ପରମେଶ୍ୱର ପ୍ରଶଂସା କରୁଛନ୍ତି। ପ୍ରଭୁ ଗୌରବ ଦେଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତଳକୁ ଲେଖାଯାଏ 44 ପଦ, କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ। ଏଇ ଯୋଉ ଧନୀ ଲୋକମାନଙ୍କ ପାଖରେ ବହୁତ ସମ୍ପତ୍ତି ଥିଲା। କେବଳ ଯଦି 5,000 ପକାଇଲେ, 5,000 କେବଳ ନଥିଲା, 50 ଲକ୍ଷ ମଧ୍ୟ ତାଙ୍କ ପାଖରେ ଥାଇପାରେ। ଅଳ୍ପ କିଛି ସେମାନେ ପକାଇଲେ। ସେଥିପାଇଁ ସେ କହୁଛନ୍ତି କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା ସେହି ସବୁ ପକାଇଥିଲା। ପ୍ରଭୁଙ୍କ ନାମର ଗୌରବ। ପ୍ରିୟମାନେ, ଆପଣ ଆଉ ମୁଁ ପ୍ରଭୁ ଦେଇଥିବା ଟଙ୍କାକୁ ଆମେ କି ପ୍ରକାର ବ୍ୟବହାର କରୁ? ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ। ଆମେ ମଣ୍ଡଳୀରେ, ଆମେ ପ୍ରଭୁଙ୍କର ରାଜ୍ୟରେ, ଖ୍ରୀଷ୍ଟିଆନ ସମାଜରେ ଆମେ ଏଇ ପ୍ରକାର ଗୋଟେ ସାକ୍ଷ୍ୟକୁ ଆମେ ବଜେଇ ରଖିବାର ଅଛି ଯେ ଏହି ଭାଇ, ଏହି ଭଉଣୀ ସେ ଟଙ୍କା ଉପାର୍ଜନ କରୁଛନ୍ତି ଏବଂ ଟଙ୍କାକୁ ପ୍ରଭୁଙ୍କ ନିମନ୍ତେ ମଧ୍ୟ ସେ କଣ କରୁଛନ୍ତି? ଉପଯୋଗ କରୁଛନ୍ତି। ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କ ନାମର ମହିମା ହେଉ। ଆପଣମାନେ ମୋ ସହିତ ପ୍ରକାଶିତ ବାକ୍ୟକୁ ଆସିବେ। ପ୍ରକାଶିତ ବାକ୍ୟ 3 ଅଧ୍ୟାୟ 17 ଆଉ 18 ପଦରେ ଏହି ସ୍ଥାନରେ ଯୋହନ ସେଇ ପ୍ରକାର ଦର୍ଶନ ଦେଖୁଛନ୍ତି, ଏଇ ପ୍ରକାର ସେ ଶୁଣୁଛନ୍ତି। ଲେଖାଯାଉଛି, ତୁମ୍ଭେ କହୁଅଛ ମୁଁ ଧନୀ, ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ। ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ। ଅନେକ ସମୟରେ ଆମେ ନିଜେ କହୁ ଯେ ମୋର ଭଲ ଇନକମ୍ ଅଛି, ମୁଁ ଧନୀ, ମୋର କିଛି ଅଭାବ ନାହିଁ। ଯେଉଁ ଭାଇ ଭଉଣୀ ମାନଙ୍କ ଜୀବନରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ଯଦି ସେମାନଙ୍କ ଜୀବନର ପ୍ରଥମ ବିଷୟ ପ୍ରଭୁ ନୁହନ୍ତି, ତାହେଲେ ସେ ବ୍ୟକ୍ତିକୁ ଧନୀ ବୋଲି କୁହାଯାଏ ନାହିଁ। ସେଇ ବ୍ୟକ୍ତିକୁ ପରମେଶ୍ୱର ଦରିଦ୍ର ଭାବରେ ଦେଖନ୍ତି। ଯେଉଁ ବ୍ୟକ୍ତି ପିନ୍ଧିବା ପାଇଁ ଭଲ କଷ୍ଟଲି ବସ୍ତ୍ର ଥାଇ ମଧ୍ୟ ସେହି ବ୍ୟକ୍ତିଙ୍କ ଜୀବନରେ ଯଦି ଯୀଶୁଖ୍ରୀଷ୍ଟ ପ୍ରଥମ ନୁହନ୍ତି, ତାହେଲେ ସେଇ ବ୍ୟକ୍ତିଙ୍କୁ ପରମେଶ୍ୱର ଧନୀ ଭାବରେ ଦେଖନ୍ତି ନାହିଁ। ସେ ପୋଷାକ ପିନ୍ଧିଛି ବୋଲି ସେ ଦେଖନ୍ତି ନାହିଁ, ସେ ଉଲଙ୍ଗ ଅଛି ଏ ପ୍ରକାର ଦେଖନ୍ତି। ପ୍ରିୟମାନେ, ଏହି ଲାଉଦିକିଆ ମଣ୍ଡଳୀ ଭିତରେ ସବୁ ଅଛି। ସାଉଣ୍ଡ ସିଷ୍ଟମ ଅଛି, କିବୋର୍ଡ ଅଛି, ସବୁ ଟ୍ରଙ୍ଗ ଅଛି, ଅକ୍ଟୋପେଡ୍ ଅଛି, ଆରାଧନା କରିବା ଲୋକ ଅଛନ୍ତି, ଆଙ୍କ ପାଖରେ ଜ୍ଞାନ ଅଛି, ବୁଦ୍ଧି ଅଛି, ସବୁ କିଛି ଟେକ୍ନୋଲୋଜିର ବୁଦ୍ଧି ଜ୍ଞାନ ସବୁ ଅଛି। ମାତ୍ର ଯୀଶୁଖ୍ରୀଷ୍ଟ ତାଙ୍କ ମଣ୍ଡଳୀରେ ନାହାନ୍ତି। ଯୀଶୁଖ୍ରୀଷ୍ଟ ମଣ୍ଡଳୀ ବାହାରେ ଅଛନ୍ତି ଆଉ କହୁଛନ୍ତି, କବାଟ ମାରି କହୁଛନ୍ତି, ତୁମେ ଆମର ସ୍ୱରକୁ ଶୁଣି ଯଦି ଦ୍ୱାର ଫିଟାଇ ଦେବ, ତାହେଲେ ଆମେ ତୁମ ନିକଟକୁ ଆସିବୁ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। 18 ପଦରେ ଲେଖାଯାଏ, ଏଣୁ ଆମ୍ଭେ ତୁମକୁ ଏହି ପରାମର୍ଶ ଦେଉଅଛୁ, ଯଦି ଆଜି ଆମେ ଆମର ଟଙ୍କାକୁ ଭୁଲ ଭାବରେ ଆମେ ବ୍ୟବହାର କରୁଛୁ, ଆଜି ଆମ ପାଖରେ ସବୁ ଥିବା ସତ୍ତ୍ୱେ ମଧ୍ୟ ଆମେ ପ୍ରଭୁଙ୍କ ନିମନ୍ତେ
आमर बुद्धि को हो ज्ञान को हो आमर टंका को हो जहाँ भी परमेश्वर आमको आशीर्वाद करछंती सेही सब विषय जदि आमे प्रभु को निमंते व्यवहार करू आज जाए वाक्य अनुसार आमे उणा पड़ीचु ताहले परमेश्वर हमको परामर्श दउछंती कोन बोली परामर्श दउछंती तुम्भे धनी हेबा निमंते अग्नि रे परिष्कृत सुवर्ण आउ तुम्भर उलंगतार लजा जेपरी प्रकाशित न हुए एथिपाई परिधान करिबा पाई शुक्ल वस्त्र पुणी दृष्टि पाइबा निमंते चक्षुरे लेपन करिबा पाई अंजन आम निकट रखिब प्रभुंकर गौरव को प्रिय माने आज आमे आंठुरे आसीबार अछि आमे उपवास रे आसीबार अछि एवं आमर विश्वास को दृढ़ भाव आमे धरिबार अछि सुवर्ण अर्थात विश्वास को दर्शाए यह ख्रिस्टियान मानकर संपत्ति अटे आज लोक मान पाखे कोटी संपत्ति थिले मध्य आज से पाखे विश्वास नहीं किंतु परमेश्वर आमको आशा देइछन्ति विश्वास देइछन्ति आमर विश्वास को आमे दृढ़ भाव धरिबा आ लेखा जाउछि आमर लज्जा जेपरि प्रकाशित न हेबो सेतिपाई शुक्ल वस्त्र अर्थात आम जीवन रे टंका थाउ कि न थाउ संपत्ति थाउ कि न थाउ सेही परित्राणर वस्त्र अर्थात प्रभु जीशु ख्रीष्ट को आमे पिंधिबा तांको आमे परिधान करिबा तापर तळकु लेखा जाउछि जे तुमर चक्षु निमंते कौन कर तुम चक्षु लेपन करने निमंते अंजन आम निकट प्रिय माने जो समय आम पाखे बुलवा भल गाड़ी नथिला घर नथिला आम पाखे टंका पैसा पतर नथिला से समय अनेक भाई भणी माने चर्च को आसुले आंठौले से प्रार्थना करवा आराधना करवा संपूर्ण भाव में भिन्न थिला आखिआड़े लुह बाहरुला से कृतज्ञ हृदय प्रभुंकर आराधना महिमा करुले धीरे धीरे प्रभु देवे से आशीर्वाद कले टंका संपत्ति टिके हला सेमानकर अभाव टिके दूर है परिस्थिति बदलिला आज ख्रिस्टियान समाज रे आपण देखिबे सेमानकर प्रेम गुड़ी को धीरे धीरे शिथिल हो जाउछि प्रभु आमान को अनुग्रह करंतु आमे मंडलीर धनी व्यक्ति सेते बेले हेबा जेते बेले आम पाखरे जहाँ अछि से सब विषय केवल आमे परिवार पाई न चली आम निज निमंते चिंता न करी आमे प्रभु को राज्य निमंते उपयोग करिबा ताहले आमे प्रभु को दृष्टि रे बहुमूल्य हेबा तांकर ग्रहण योग्य हेबा आ परमेश्वर आम मानकर प्रशंसा करिवे प्रभु ई वाक्य दि आम समस्त को प्रचुर भाव में आशीर्वाद करंतु आसंत पदे प्रार्थना करिबा दयामय स्वर्गस्थ पिता मु तुमको धन्यवाद दिए गौरव करे प्रभु तुम वाक्य द्वारा आम कथा हिच धन्यवाद प्रभु आमे केवल निज निमंते न बंचबू साहाय्य कर आमे अन्य मानक निमंते मध्य चिंता करिबू तुमरी सेवा कार्यर अंशीदार हेबू प्रभु तुमे आमको जहाँ देइछ तुमरी सेवा कार्य निमंते सब विषय आम उपयोग करि पारिबू तुमे आमको अनुग्रह कर प्रार्थना प्रिय प्रभु यीशु नाम रे मागुछि आमेन समस्त को प्रेज द लॉर्ड प्रभु समस्त को प्रचुर भाव में आशीर्वाद करो।